କରଞ୍ଜିଆ ଅବକାରୀ ବିଭାଗର ବୋର୍ଡ ଚଢ଼ାଉ 7650 କେଜି ମହୁଲି ପୋଚ ଏବଂ 365 ଲିଟର ମହୁଲି ମଦ ଜବତ। ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କୁଆନର ଅଙ୍କ ନିର୍ଦ୍ଦେଶ କ୍ରମେ ରାୟରଙ୍ଗପୁର ଉପନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ବେହେରା ଓ କରଞ୍ଜିଆ ନିରୀକ୍ଷକ ଜୟନ୍ତୀ ଆଚାର୍ଯ୍ୟ ଏବଂ ଉପ ନିରୀକ୍ଷକ ରଶ୍ମି ରଞ୍ଜନ ନାୟକ ଓ ଅନ୍ୟାନ୍ୟ ଅବକାରୀ ବିଭାଗର କର୍ମଚାରୀ ଅଙ୍କ ଉପସ୍ଥିତରେ କରଞ୍ଜିଆ ଥାନା ଅନ୍ତର୍ଗତ ଝାରବେଡ଼ା ଏବଂ ଚେଲିଆପସି ଗ୍ରାମରେ 7650 କିଲୋଗ୍ରାମ ମହୁଲି ପୋଚ ଏବଂ 365 ଲିଟର ମହୁଲି ମଦ ନଷ୍ଟ କଲେ ଅବକାରୀ ବିଭାଗ। ଅବକାରୀ କେସ୍ ନମ୍ବର 151 2025 ଓ 152 2025ରେ କେସ୍ ରୁଜୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।